ওয়েলকম টু আদিত্য একাডেমি জয় জগন্নাথ গোটে ইম্পর্টাট টপিক উপরে ମୁଁ ଆଜି ତୁମମାନଙ୍କ ସହିତ ଡିସ୍କସନ୍ କରିବି ରିଗାର୍ଡିଂ ଏ ଯୋଉ ଓପିଏସସି ର ଓଏସ୍ ର ପୋଷ୍ଟ ବାହାରିଛି ବା ଓସିଏସ୍ ର ଯୋଉ ପୋଷ୍ଟ ବାହାରିଛି ଡିଟେଲ ସେ ଟପିକ ଉପରେ ମୁଁ ଆଲୋଚନା କରିବି କାହିଁକି ଏ ଯୋଉ ପୋଷ୍ଟ ବାହାରିଛି ଏଟା ଗୋଟେ ଗୋଲ୍ଡେନ ଅପରଚ୍ୟୁନିଟି ବା ଆ ପରେ ଏ ଅପରଚ୍ୟୁନିଟି ଆସିବାଟା ବହୁତ କମ ହେଇଯିବ ଏ ସମସ୍ତ ଟପିକ ଉପରେ ମୁଁ ଡିସ୍କସନ୍ କରିବି ଆଉ ପ୍ରିଲିମ୍ ଏକ୍ସାମ ମେନ୍ ଏକ୍ସାମ ବିଷୟରେ ଡିସ୍କସନ୍ କରିବି ଆଉ କୋଉ ମିଡିୟମ ନେଲେ ତୁମମାନଙ୍କୁ ବେଷ୍ଟ ହବ ଓଡ଼ିଆ ନା ଇଂଲିଶ ସେ ବିଷୟରେ ବି ଡିସ୍କସନ୍ କରିବି। ତ ତା ପୂର୍ବରୁ କହୁଛି ଯୋଉଟା କି ଆମର ପୁରା ଜିରୋରୁ ଷ୍ଟାର୍ଟ ହେଇଛି ଆସନ୍ତା କାଲିଠୁ ଅଲରେଡି ଷ୍ଟାର୍ଟ ହେଇସାରିଛି ନୂଆ ବ୍ୟାଚ୍ ଯୋଉଟା କି 2999 ଆସୁଛି ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ବୋଥ ପ୍ରି ପ୍ଲସ୍ ମେନ୍ ଭିତରେ ରହୁଛି। ତ ବର୍ତ୍ତମାନ ଆମର ଯୋଉ ପ୍ଲାନିଂ ଅଛି ଜାନୁଆରୀ ମାସ ଫେବୃଆରୀ ମାସ ମାର୍ଚ୍ଚ ମାସ ଏ 3 ମାସ ପ୍ରି ପ୍ଲସ୍ ମେନ୍ ଆମେ ପଢିବା। ପ୍ରି କୁ 70% ମେନ୍ କୁ 30% କୁ ବେସ୍ କରି ପଢିବା। ସାଇଡରେ ଅପସନାଲ ମଧ୍ୟ ଯୋଉଟା କି ତୁମର ହୋମ୍ ସାଇନ୍ସ ହଉ ବା ଅନ୍ୟ କୌଣସି ଅପସନାଲ ଅଛି ସାଇଡରେ ଆମେ କଣ୍ଟିନ୍ୟୁ କରିକିରି ଆକୁ କଣ୍ଟିନ୍ୟୁ କରିବା କାହିଁକି ନା ଏବେ ଯଦି ତମେ ମେନ୍ ପାଠ ନ ପଢିବ ଆଫ୍ଟର ଫ୍ରି ପରେ ତୁମମାନଙ୍କ ପାଖରେ 3 ମାସ ଥିବ ଯୋଉଟା କି ସମ୍ଭବ ନୁହେଁ। ଦେଖ ପ୍ରଥମେ ମୁଁ କହୁଛି କାହିଁକି ଏଇଟା ଗୋଟେ ଗୋଲ୍ଡେନ ଅପରଚ୍ୟୁନିଟି ସମସ୍ତ ପିଲାମାନଙ୍କ ପାଇଁ ଯେ 2021 ଆଉ 22 ମସିହାରେ ଡିଟୋ ଏଇ ଟାଇପର ସବୁଠୁ ହାଇଏଷ୍ଟ ଭ୍ୟାକେନ୍ସି ଆସିଥିଲା ବା ହ୍ୟୁଜ ଭ୍ୟାକେନ୍ସି ଆସିଥିଲା ଯୋଉଟା କି 500 ପ୍ଲସ୍ କୋର୍ସ ଥିଲା 600 ପାଖାପାଖି। ତ ଆ ପରେ ତା ପରଠାରୁ ବହୁତ କମ ପୋଷ୍ଟ ଆସିଲା ଯେମିତିକି ଲାଷ୍ଟ ଟାଇମ ତୁମେ ଦେଖିଥିବ 199 ପୋଷ୍ଟ ତାର ଅର୍ଥ ପ୍ରତି 3 ରୁ 4 ବର୍ଷ ଗ୍ୟାପରେ ଗୋଟେ ଭ୍ୟାକେନ୍ସି ଆସେ ଯୋଉଟା କି ଟିକେ ହ୍ୟୁଜ ରହିଥାଏ ଆଜ କମ୍ପେୟାର ଟୁ ଅଦର ଇୟର ମାନଙ୍କ ତୁଳନାରେ। ତ ଯେହେତୁ ଏ ବର୍ଷ ତୁମମାନଙ୍କର ବହୁତ ଭଲ ପୋଷ୍ଟ ଆସିଛି ତ ବିଗତ ଆସନ୍ତା 2 ବର୍ଷ କିମ୍ବା 3 ବର୍ଷ ଭିତରେ ଏତେ ଆସିବନି ବହୁତ ତାଠୁ କମିଯିବ। ତ ଏଟା ଗୋଟେ ଗୋଲ୍ଡେନ ଚାନ୍ସ ରହୁଛି ସମସ୍ତ ପିଲାମାନଙ୍କ ପାଇଁ ଯେହେତୁ ଗୋଟିଏ ବର୍ଷ ଭିତରେ ଏକ୍ସାମ କମ୍ପ୍ଲିଟ ହବ। ତୁମମାନଙ୍କର ପ୍ରିଲିମ୍ ଏକ୍ସାମ ଜୁନ ମାସ 7 ତାରିଖରେ ମେନ୍ ଏକ୍ସାମ ଅକ୍ଟୋବର କିମ୍ବା ନଭେମ୍ବର ଫାର୍ଷ୍ଟ ୱିକରେ ବା ଅକ୍ଟୋବରରେ ହିଁ କମ୍ପ୍ଲିଟ ହବାର ଚାନ୍ସ ରହୁଛି। ତ ସମସ୍ତ ପ୍ରୋସେସିଂ ଗୋଟିଏ ବର୍ଷରେ ହିଁ କମ୍ପ୍ଲିଟ ହବ। ତ ଏ ଗୋଟେ ଅପରଚ୍ୟୁନିଟି ରହୁଛି। ତ ମାଇଣ୍ଡରେ କ୍ୱେଶ୍ଚିନ୍ ଆସୁଥିବ ଯେ ଆମେ କୋଉ ମିଡିୟମକୁ ଚୁଜ୍ କରିବା ଓଡ଼ିଆ ନା ଇଂଲିଶ। ମନେ ରଖ ଓଡ଼ିଆରେ ଯେତିକି ବେନିଫିଟ୍ ଇଂଲିଶରେ ସେତିକି ବେନିଫିଟ୍। କିଏ ବି ତୁମକୁ କିଛି ବି କୁହନ୍ତୁ ମୁଁ ତୁମକୁ ଲେଖିକି ଦେବି ଓଡ଼ିଆରେ ପିଲା କ୍ଲିୟର କରିଛନ୍ତି ଆଗାମୀ ଦିନମାନଙ୍କରେ ମଧ୍ୟ ଓଡ଼ିଆରେ ଏକ୍ସାମରେ ଦେଇକିରି ମଧ୍ୟ କ୍ଲିୟର କରିବେ। କିନ୍ତୁ ଗୋଟେ କଣ୍ଡିସନ ହଉଛି ତୁମମାନେ ପ୍ରିଲିମ୍ କୁ ପ୍ରିପେୟାର ହବ ଇଂଲିଶରେ ଆଉ ମେନ୍ କୁ ପ୍ରିପେୟାର ହବ ତା ସହିତ ଇଣ୍ଟରଭ୍ୟୁ କୁ ପ୍ରିପେୟାର ହବ କୋଉଥିରେ ନା ଓଡ଼ିଆରେ ପ୍ରିପେୟାର ହବ ତାହେଲେ ସକ୍ସେସ୍ ରେଟ୍ 100% ତୁମେ ବାଜିବ। ଆଉ ଗୋଟେ ଜିନିଷ ଥାଏ ପିଲେ ଏଇ ଜିନିଷ ମନେ ରଖିବ କାରଣ ଏ ସୁଯୋଗ ସମୟରେ ଯଦି ଆମେ ଗୋଟେ ସିଙ୍ଗଲ ଭୁଲ କରିବା ତାହେଲେ ଆମେ ଲାଇଫ ଲଙ୍ଗ ପଶ୍ଚାତାପ ଭିତରେ ରହିବା। ଆଉ ଏ ପ୍ରିପାରେସନ ସବୁବେଳେ ସବୁବେଳେ ଟିଚର ଭିତରେ ଆଉ ଷ୍ଟୁଡେଣ୍ଟ ଭିତରେ ଲିଙ୍କ ରହିବା ଦରକାର। ତା ଅର୍ଥ ଗୋଟେ ଷ୍ଟୁଡେଣ୍ଟ ଯେତେବେଳେ ଚାହିଁବ ତା ଟିଚର ସହିତ କଥା ହଉଥିବା ଦରକାର ମେଣ୍ଟର ନୁହେଁ। କାହିଁକି ନା ମେଣ୍ଟର ନାଁରେ ବହୁତ ଠକାମି ଚାଲିଛି ବର୍ତ୍ତମାନ ବଡ ବଡ ଇନଷ୍ଟିଚ୍ୟୁଟ ମେଣ୍ଟର ମାନଙ୍କୁ ଆମେ ଜଏନ୍ କରୁଛୁ ଯୋଉ ମେଣ୍ଟର ମାନେ ଜଣେ ଲେଖା ଷ୍ଟୁଡେଣ୍ଟ ତାଙ୍କର ଥିବେ। ତ ସେଇମାନଙ୍କୁ ହିଁ ସେମାନେ ଜଏନ୍ କରିଦିଅନ୍ତି ଆଜି ମେଣ୍ଟର ହିସାବରେ ତମକୁ ତ ଜଣା ପଡିବନି ନା ସେ ମେଣ୍ଟର କି ଷ୍ଟୁଡେଣ୍ଟ। ତ ସେଥିପାଇଁ ପିଲା ଠିକ ରୁଟରେ ଯାଇପାରେ ନା। କିନ୍ତୁ ଆମର ଏଇ ଯୋଉ ବ୍ୟାଚ୍ ଚାଲିଛି ଆର ପ୍ରକୃତ ମୋଟିଭ ହଉଛି ଗୋଟେ ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ ରିଲେସନ। ତୁମେ ଯେତେବେଳେ ଚାହିଁବ ମୋ ସହିତ କଥା ହେଇପାରିବ 9937953590। ଯଦି କୌଣସି କାରଣରୁ ମୁଁ ଫୋନ ରିସିଭ୍ ବି କରୁନି ମୋ ତରଫରୁ ତୁମମାନଙ୍କୁ ମଧ୍ୟ କଲ୍ ବ୍ୟାକ୍ କରିବି। କାହିଁକି ନା ଯେ ଗୋଟେ ଟିଚର ଗୋଟେ ଷ୍ଟୁଡେଣ୍ଟର ମେଣ୍ଟାଲ ହାଲତକୁ ବୁଝିପାରେ ତାର ମୋଟିଭେଟ କରିପାରେ ଗୋଟେ ତାକୁ ସେଇ ଲେବୁଲରେ ପହଞ୍ଚାଏ ଯୋଉ ଲେବୁଲରେ ସେ ପହଞ୍ଚିବାକୁ ଚାହୁଁଛି। କାହିଁକି ନା ପାଠ ତୁମେ ଗୁଗଲରେ ସର୍ଚ୍ଚ କଲେ ପାଇଯିବ ଏଆଇ ଯୁଗରେ ସବୁ କିଛି ମିଳିଯିବ କିନ୍ତୁ ମେଣ୍ଟାଲ ସପୋର୍ଟ କେବେ ଗୁଗଲ କିମ୍ବା ଏଆଇ ଟେକ୍ନୋଲୋଜି ତୁମକୁ ଦେଇପାରିବନି ଗୋଟେ ଟିଚର ହିଁ ଗୋଟେ ଷ୍ଟୁଡେଣ୍ଟକୁ ଦେଇପାରିବ ଯୋଉଟା କି ଏଠି ସମ୍ଭବ। ଆଉ ମନେ ରଖ ଏଥିରେ ତୁମମାନଙ୍କୁ ବର୍ତ୍ତମାନ ଦିନକୁ 4 ରୁ 5ଟା କ୍ଲାସ ଦିଆଯାଉଛି। ଭୋର 6ଟା ସକାଳ 6ଟା AM ରେ କରେଣ୍ଟ ଆଫେୟାର ସକାଳ 8ଟାରେ ସିସାଟ ପେପର କାହିଁକିନା ଏଥର ଟପ୍ ରହିବ ସିସାଟ ପେପର। ଇଭିନିଂ 5ଟା PM ରେ ଯୋଉଟା କି ସିଜିଏଲ ପିଲାଙ୍କ ସହିତ ମିଶିକି କ୍ଲାସଟା ହୁଏ ଯୋଉଟା କି କେବଳ ଓଡ଼ିଶାର ହିଷ୍ଟ୍ରି ଜିଓଗ୍ରାଫି ଇକୋନୋମି ପଢାଉ। ପର୍ଟିକୁଲାର 7:30ରେ ତୁମମାନଙ୍କର ଯୋଉ କ୍ଲାସ ରହିବ ଓନ୍ଲି ପ୍ରିଲିମ୍ ପାଇଁ ଏବେ ହିଷ୍ଟ୍ରିର କ୍ଲାସ 1 ଆଜିଠୁ ଷ୍ଟାର୍ଟ। ତାପରେ ଆସିଲା 8:30 PM ରେ ଯୋଉଟା କି ତୁମର ମେନ୍ ର କ୍ଲାସ ରହିବ ଯୋଉଟା କି GS1 ବର୍ତ୍ତମାନ ଚାଲିଛି। ଏ ସମସ୍ତ କ୍ଲାସର ରେକର୍ଡିଂ କ୍ଲାସ ଆଉ PDF ମଧ୍ୟ ତୁମମାନଙ୍କ ପାଇଁ ଆଭେଲେବୁଲ କରାଯିବ। ଆଉ ମନେ ରଖ ସୁଯୋଗକୁ ଫାଇଦାରେ କନଭର୍ଟ କରାଅ ସକ୍ସେସରେ କନଭର୍ଟ କରାଅ କାହିଁକିନା ଥରେ ସମୟ ବିତିଗଲା ପରେ ଯେତେ ବି ଭାବିଲେ ଆଉ ଫେରିବନି କାହିଁକିନା ଏଇଟା ଅପରଚ୍ୟୁନିଟି। ଏ ଅପରଚ୍ୟୁନିଟି ଖାସ କିଛି ପିଲାଙ୍କ ଭାଗ୍ୟରେ ଥାଏ। ସପୋଜ ତୁମେ ଏଥର କ୍ଲିୟର କଲନି ଆର ବର୍ଷ ସେ ଅପରଚ୍ୟୁନିଟି କେବେ ଆସିବନି। ବି ମୋଟିଭେଟେଡ ବି ପଜିଟିଭ ରୁହ ଡେଫିନେଟଲି ସକ୍ସେସ ପାଇବ। ପ୍ଲେ ଷ୍ଟୋରକୁ ଯିବ ଡାଉନଲୋଡ କରିବ ଆଦିତ୍ୟ ଏକାଡେମୀ ଆପ୍ଲିକେସନ। ଗୋଟେ କ୍ୱେଶ୍ଚିନ୍ କହିବି
मते आंसर दबो माने गोटे भेरी ऑनेस्टली तुम गोटे क्वेश्चन पचारुछि लाइफ रे तुम्हें ए सिचुएशन रे समस्त सब प्रकार वीडियो बनेबे सब करबे किंतु मेंटल सपोर्ट तुम के जन देबे ट्राई करिवो 10 जन को पचारिवो जे मु ओएस प्रिपेयर होछि आपण मते पढंतु मते हेल्प करंतु तुमको 100 रु बा 10 रु 9 जन मना करेंगे नेगेटिविटी कहे कहीं जड़े मात्र ही तुमको सपोर्ट कर हो कि ना डेफिनेटली मत मेसेज कर प्ले स्टोर को जीव डाउनलोड कर आदित्य एकेडमी एप्लिकेशन और एनी डाउट थे सेठी मत मेसेज कर कि मत कॉल कर मन रख ए सुजोग बहुत कम समय पे अच्छी और कम टाइम भितर आमको जगह पहुंचे अच्छी कहीं बर्तमान हमको प्री पढ़ार अच्छी मेन भी पढ़ार अच्छी थैंक यू स्टूडेंट जय जगन्नाथ यदि चैनल नुआ अच्छे चैनल को सब्सक्राइब करो जहाँ भी डाउट अच्छी मत कॉल कि मेसेज थ्रू कहीपर थैंक यू।